ନିଶା ଗରଜୁଥାଏ। ତୁହାକୁ ତୁହା ବର୍ଷା ଧ୍ୱନି ଓ ବଚଧ୍ୱନି ସାଙ୍ଗକୁ ମଝିରେ ମଝିରେ ଶ୍ୱାନ ଶପଦଙ୍କ ରଡ଼ି ଶୁଭୁଥାଏ। ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶି ଯାଉଥାଏ। କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନ କରି ପୁନର୍ବାର ବୃକ୍ଷାରୋହଣ କରି ଶବଟିକୁ ଉତ୍ତାରି ଆଣିଲେ। ତେବେ ତାକୁ ସେ ତାଙ୍କ କାନ୍ଧରେ ପକାଇ ଶୂନଶାନ ଶ୍ମଶାନ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହିଲା, ରାଜା, ତମେ ଯେ ନିଶାର୍ଥରେ ଏଭଳି ବିପଜ୍ଜନକ କାମ ହାତକୁ ନେଇଛ, ଏହା ପଛରେ ନିଶ୍ଚୟ କାହାରି ପରାମର୍ଶ ରହିଛି। ସେ ଲୋକର ପ୍ରଭାବ ତମ ଉପରେ କେତେ ଦୂର ତା ତ ମୁଁ ଜାଣେନା। ଅନେକ ସମୟରେ ପ୍ରଭାବଶାଳୀ ମନ୍ତ୍ରୀଙ୍କ ପ୍ରଭାବ କଟାଇବା ରାଜାମାନଙ୍କ ପକ୍ଷରେ କଠିନ ବୋଲି ଦେଖାଯାଇଛି। ତୁମକୁ ଗୋଟାଏ ଦୃଷ୍ଟାନ୍ତ ଦେଉଛି, ତାହା ମନ ଦେଇ ଶୁଣ। ଶୁଣିଲେ ଶ୍ରମଭାର ଲାଘବ ହେବ। ଏହା ପରେ ବେତାଳ ଗପିଲା। ଅନେକ ଦିନ ତଳର କଥା। ଯଶୋବନ୍ତପୁର ରାଜ୍ୟର ରାଜା କୁଳଦୀପ ଜଣେ ବିଜ୍ଞ ଶାସକ ଥିଲେ। ତାଙ୍କ ସୌଭାଗ୍ୟକୁ ତାଙ୍କୁ ଏପରି ଜଣେ ମନ୍ତ୍ରୀ ଜୁଟିଥିଲେ, ଯିଏକି ଏକାଧାରରେ ବୁଦ୍ଧିମାନ ତଥା ଦୂରଦର୍ଶୀ ମଧ୍ୟ ଥିଲେ। ରାଜା ଓ ମନ୍ତ୍ରୀଙ୍କ ଭିତରେ ଗଭୀର ସଖ୍ୟ ଥିଲା। ଦୁହେଁ ପରସ୍ପରକୁ ଠିକ୍ ଭାବରେ ବୁଝୁଥିଲେ। ରାଜା କୁଳଦୀପ ବୃଦ୍ଧ ହେବା ସଙ୍ଗେ ସଙ୍ଗେ ଗୋଟାଏ କଠିନ ବେମାରରେ ବି ପଡ଼ିଲେ। ସେ ବୁଝିପାରିଲେ ଯେ ତାଙ୍କର ଆଉ ବେଶୀ ଦିନ ବଞ୍ଚିବାର ନାହିଁ। ସେ ଯୁବରାଜ ରବିଚନ୍ଦ୍ରଙ୍କୁ ଡାକି ଏକାନ୍ତରେ କହିଲେ, ବାପା, ମୁଁ ପରପାରିକୁ ଚାଲିଲି। ପ୍ରଜାକୁଳଙ୍କ ହିତ ପାଇଁ ମୁଁ ଯାହା ପାରିଛି କରିଛି। ତୁମ୍ଭେ ସେହି ପରମ୍ପରାକୁ ଆଦୌ ଟଳିବ ନାହିଁ। ତୁମ୍ଭ ପାଇଁ ମୁଁ ଗୋଟିଏ ଦୁର୍ଲଭ ସମ୍ପଦ ଛାଡ଼ି ଯାଉଛି। ତାହା ରାଜ୍ୟ ନୁହେଁ କି କୌଣସି ଗନ୍ତାଘର ବି ନୁହେଁ। ମନ୍ତ୍ରୀ ସୁକୀର୍ତ୍ତି। ସେ ଯେ ଯାଏଁ ଜୀବିତ ଅଛନ୍ତି ତାଙ୍କ ପରାମର୍ଶ ମାନି ଚଳିବ। ଏହା କହିବାର ଅଳ୍ପ ସମୟ ଭିତରେ ସେ ରାଜାଙ୍କର ମୃତ୍ୟୁ ହେଲା। ପ୍ରଥା ଅନୁସାରେ ରବିଚନ୍ଦ୍ର ସଙ୍ଗେ ସଙ୍ଗେ ସିଂହାସନରେ ବସି ପିତାଙ୍କ ସତ୍କାରର ସବୁ ପ୍ରକାର ବ୍ୟବସ୍ଥା କଲେ। ତାପରେ ବିଧିବଦ୍ଧ ଭାବରେ ତାଙ୍କର ଅଭିଷେକ ହେଲା। ଅଭିଷେକ ପରେ ପରେ ନୂଆ ରାଜା ତାଙ୍କ ମନୋନୀତ ମନ୍ତ୍ରୀଙ୍କ ନାମ ଘୋଷଣା କରିବା କଥା। ରାଜା ରବିଚନ୍ଦ୍ର ସୁକୀର୍ତ୍ତିଙ୍କୁ ହିଁ ତାଙ୍କ ମନ୍ତ୍ରୀ ରୂପେ ଘୋଷଣା କଲେ। କିଛି ଦିନ ଗଲା। ଦିନେ ରାଜା ମନ୍ତ୍ରୀଙ୍କୁ ଗୋପନରେ କହିଲେ, ମନ୍ତ୍ରୀବର, ଆମ ପଡ଼ୋଶୀ ରାଜ୍ୟ ସୋମଗଡ଼ର ରାଜା ଜୟପାଳ କ୍ରମେ ବେଶୀ ବେଶୀ ଶକ୍ତି ସଞ୍ଚୟ କରୁଛନ୍ତି। ଆମେ ତାଙ୍କୁ ଆକ୍ରମଣ କରି କାବୁ କରିଦେବା ଠିକ୍ ହେବ ନାହିଁ କି? ମନ୍ତ୍ରୀ ନୀରବରେ କିଛି କ୍ଷଣ ଚିନ୍ତା କରି କହିଲେ, ମହାରାଜ, ବର୍ତ୍ତମାନ ଆମେ ଯୁଦ୍ଧ ଯାତ୍ରା କରିବା ନାହିଁ। ରାଜା ପ୍ରଶ୍ନ କଲେ, କାହିଁକି? ମନ୍ତ୍ରୀ ସୁକୀର୍ତ୍ତି କହିଲେ, ଜୟପାଳ ଆମର କ୍ଷତି କରିବାକୁ ଚାହାନ୍ତି ବୋଲି କୌଣସି ପ୍ରମାଣ ଆମ ପାଖରେ ନାହିଁ। ତେଣୁ ତାଙ୍କ ରାଜ୍ୟ ଆକ୍ରମଣ କରିବାର ଏକମାତ୍ର ଯୁକ୍ତି ତାକୁ ଅଧିକାର କରିବା। ଆମେ ଯଦି ପରାସ୍ତ ହେବା, ତେବେ ଆମର ସେହି ଦୁର୍ବଳତାର ସୁଯୋଗ ନେଇ ଅନ୍ୟ ଯେ କୌଣସି ରାଜ୍ୟ ଆମକୁ ଆକ୍ରମଣ କରି ବିପର୍ଯ୍ୟସ୍ତ କରିଦେବ। ମନ୍ତ୍ରୀଙ୍କ ଏଭଳି ଯୁକ୍ତି ସେ ରାଜାଙ୍କୁ ମୋଟେ ଭଲ ଲାଗିଲା ନାହିଁ। ତେବେ ପିତାଙ୍କ ଉପଦେଶ ମନେ ପକାଇ ସେ ତାଙ୍କ ପରାମର୍ଶ ଗ୍ରହଣ କଲେ ଓ ଅଭିଯାନରୁ କ୍ଷାନ୍ତ ହେଲେ। କେଇଦିନ ପରେ ଥରେ ସେ ଶିକାର କରିବାକୁ ବାହାରିଛନ୍ତି। ମନ୍ତ୍ରୀ କହିଲେ, ମହାରାଜ, ଆଜି ବଣକୁ ଯାଆନ୍ତୁ ନାହିଁ। ରାଜାଙ୍କ ଉତ୍ସାହରେ ଭଟା ପଡ଼ିଗଲା। ସେ ଆଶ୍ଚର୍ଯ୍ୟ ଓ ସାମାନ୍ୟ ବିରକ୍ତ ହୋଇ ପଚାରିଲେ, କାହିଁକି ଯିବି ନାହିଁ? ମନ୍ତ୍ରୀ କହିଲେ, ମେଘ ଓ ପବନର ଗତିରୁ ମନେହୁଏ 4 ଘଣ୍ଟା ଭିତରେ ଘୋର ବର୍ଷା ହେବ। ଆଉ ତା ଛଡ଼ା ସେ ବଣ ପାଖରେ
ଆଶ୍ରୟ ନେଲା ଭଳି ସେମିତି କୌଣସି ସ୍ଥାନ ବି ନାହିଁ। ତାପରେ ବର୍ଷାରେ କ'ଣ ବା ଶିକାର କରିବେ? ରବିଚନ୍ଦ୍ର ତାଙ୍କ ଅନିଚ୍ଛା ସତ୍ତ୍ୱେ ପ୍ରାସାଦ ଭିତରକୁ ଫେରିଗଲେ। କିନ୍ତୁ 5 ଘଣ୍ଟା ବିତିଯିବା ସତ୍ତ୍ୱେ ମଧ୍ୟ ବର୍ଷା ନ ହେବାରୁ ସେ ମନ୍ତ୍ରୀଙ୍କୁ ଡକାଇ କହିଲେ, ଆପଣ ମୋ ଶିକାର ଯିବା ବନ୍ଦ କଲେ, ଅଥଚ ବର୍ଷା ହେଲା ନାହିଁ। ମନ୍ତ୍ରୀ କହିଲେ, ମହାରାଜ, ମୋ ଜ୍ଞାନ ବୁଦ୍ଧି ଅନୁସାରେ ମୁଁ ଯାହା ଠିକ୍ ଭାବିଲି କହିଲି। ମୁଁ ଯେ ସର୍ବଦା ନିର୍ଭୁଲ ପ୍ରମାଣିତ ହେବି ବୋଲି କହିପାରିବି ନାହିଁ। ତେବେ ବର୍ଷା ସିନା ରାଜଧାନୀରେ ହୋଇନାହିଁ, ବଣମୂଲକରେ ହୋଇଥିବ ବୋଲି ମୋର ବିଶ୍ୱାସ। ରାଜା ବଣମୂଲକକୁ ଲୋକ ପଠାଇ ଖବର ନେଲେ। ବାସ୍ତବିକ ବଣରେ ଭୀଷଣ ବର୍ଷା ହୋଇଯାଇଥିଲା। ପାହାଡ଼ିଆ ନଈ ଉଛୁଳୁଥିଲା। ତେଣିକି ସେ ରାଜା ମନ୍ତ୍ରୀଙ୍କ କଥା ଉପରେ ଆଉ କେବେ ବି କଥା କହନ୍ତି ନାହିଁ। 6 ମାସ ପରେ ହଠାତ୍ ଦିନେ ମନ୍ତ୍ରୀ ରାଜାଙ୍କୁ ଗୋପନରେ କହିଲେ, ମହାରାଜ, ସୋମଗଡ଼ର ରାଜା ଜୟପାଳ ଆମ ରାଜ୍ୟ ଆକ୍ରମଣ କରିବା କଥା ଭାବୁଛନ୍ତି ବୋଲି ଗୁପ୍ତଚରଠୁ ମୁଁ ଖବର ପାଇଲି। ରାଜା ଅସନ୍ତୁଷ୍ଟ ଭାବରେ କହିଲେ, ମନ୍ତ୍ରୀବର, ମୁଁ ତ ସେଥିପାଇଁ ତାଙ୍କ ରାଜ୍ୟ ଆକ୍ରମଣ କରିବାକୁ କହୁଥିଲି। ଏବେ ବିଳମ୍ବରେ ସେଇଆ କରିବାକୁ ହେବ। ମନ୍ତ୍ରୀ କହିଲେ, ନା ମହାରାଜ, ଯୁଦ୍ଧ କଲେ ବହୁତ କ୍ଷତି ହେବ। ମନ୍ତ୍ରୀଙ୍କ ମନ୍ତବ୍ୟ ଶୁଣି ରାଜା ଆଶ୍ଚର୍ଯ୍ୟ ହୋଇ ବିଦ୍ରୂପ କରି ପଚାରିଲେ, ତେବେ କ'ଣ ବିନା ଯୁଦ୍ଧରେ ଆମେ ତାଙ୍କର ଅଧୀନତା ସ୍ୱୀକାର କରିନେବା? ମନ୍ତ୍ରୀ କିନ୍ତୁ ଶାନ୍ତ କଣ୍ଠରେ କହିଲେ, ନା ମହାରାଜ, ମୋର ପ୍ରସ୍ତାବ ପୂରାପୂରି ଭିନ୍ନ। ରାଜା ଜୟପାଳଙ୍କର କନକ ସୁନ୍ଦରୀ ନାମରେ ଏକ ସୁନ୍ଦରୀ ଓ ବୁଦ୍ଧିମତୀ କନ୍ୟା ଅଛି। କୌଣସି ଆପତ୍ତି ନଥିଲେ ତାଙ୍କ ସହ ଆପଣଙ୍କ ବିବାହର ପ୍ରସ୍ତାବ ପଠାଇବା। ରବିଚନ୍ଦ୍ର ବି କନକ ସୁନ୍ଦରୀଙ୍କ ରୂପଗୁଣ ବିଷୟରେ ବହୁତ ଶୁଣିଥିଲେ। ମନ୍ତ୍ରୀଙ୍କ ପ୍ରସ୍ତାବରେ ସେ ସାଦର ସମ୍ମତି ଦେଲେ। ଜୟପାଳ ରବିଚନ୍ଦ୍ରଙ୍କ ବିବାହ ପ୍ରସ୍ତାବ ପାଇ ବହୁତ ଖୁସି ହେଲେ। ସେ ଅନ୍ତଃପୁରକୁ ଯାଇ ରାଜକନ୍ୟାଙ୍କ ମତ ଚାହିଁଲେ। ରାଜକନ୍ୟା କହିଲେ, ବାପା, ଆପଣ ପରା ଯଶୋବନ୍ତପୁର ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଥିଲେ। ହଠାତ୍ ଏ ବାହାଘର ପ୍ରସଙ୍ଗ କିପରି ଉଠିଲା? ମୋତେ ତ ଆଶ୍ଚର୍ଯ୍ୟ ଲାଗୁଛି। ରାଜା କହିଲେ, ଜେମା, ମୁଁ ଯଶୋବନ୍ତପୁର ଆକ୍ରମଣ କରିବାକୁ ଉଦ୍ୟତ ହେବାର କାରଣ ଯୁବକ ରାଜା ରବିଚନ୍ଦ୍ର ପ୍ରତି ମୋର ଭୟ। ସେ କାଳେ ପ୍ରଥମେ ଆମ ରାଜ୍ୟ ଆକ୍ରମଣ କରିବେ। କିନ୍ତୁ ବର୍ତ୍ତମାନ ଦେଖୁଛି ମୋ ଜାମାତା ହେବା ତାଙ୍କ ଇଚ୍ଛା। ରାଜକନ୍ୟା ପଚାରିଲେ, ଆପଣ ଯେତେବେଳେ ତାଙ୍କ ରାଜ୍ୟ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଲେ, ସେତିକି ବେଳେ ସେପଟୁ ବିବାହ ପ୍ରସ୍ତାବ ଆସିଗଲା। ଏ ଯୋଗାଯୋଗ ତୁମକୁ କ'ଣ ଅଦ୍ଭୁତ ଲାଗୁନାହିଁ? ରାଜା ଜୟପାଳ ଚିନ୍ତା କରି କହିଲେ, ଯଶୋବନ୍ତପୁରର ମନ୍ତ୍ରୀ ସୁକୀର୍ତ୍ତି ଅତ୍ୟନ୍ତ ବୁଦ୍ଧିମାନୀ ଓ ବିବେକୀ। ତାଙ୍କରି ପରାମର୍ଶ କ୍ରମେ ଏହା ହୋଇଥାଇପାରେ। ରାଜକନ୍ୟା କହିଲେ, ବାପା, ମୁଁ ଶୁଣିଛି ରାଜା ରବିଚନ୍ଦ୍ର ତାଙ୍କ ମନ୍ତ୍ରୀଙ୍କ ଅନୁମତି ବିନା ଶିକାର କରିବାକୁ ବି ଯାଆନ୍ତି ନାହିଁ। ଯିଏ ମନ୍ତ୍ରୀ କଥାରେ ସବୁ କରେ, ସିଏ ଯେ କାଲି ମନ୍ତ୍ରୀ କଥାରେ ମୋତେ କାହିଁକି ପରିତ୍ୟାଗ ନ କରିବ? ଆପଣ କହି ପଠାନ୍ତୁ, ମୋର ସର୍ତ୍ତ ହେଲା ସେ ତାଙ୍କ ମନ୍ତ୍ରୀଙ୍କୁ ନିର୍ବାସିତ କଲେ ମୋ ସହ ବିବାହ ହୋଇପାରିବ। ରାଜା ଜୟପାଳ ସେହି ମର୍ମରେ ସମ୍ବାଦ ପଠାଇଲେ। ତାହା ଶୁଣିବା ମାତ୍ରେ ରାଜା ରବିଚନ୍ଦ୍ର ଉତ୍ତେଜିତ ହୋଇ କହିଲେ, ଏଭଳି ସର୍ତ୍ତ ଘୋର ଅପମାନଜନକ। କିନ୍ତୁ ମନ୍ତ୍ରୀ ସୁକୀର୍ତ୍ତି କହିଲେ, ମହାରାଜ, ମୁଁ ବୃଦ୍ଧ ହେଲିଣି। ମୋତେ ଅନୁମତି ଦିଅନ୍ତୁ, ମୁଁ ଆପଣଙ୍କ ଅଧୀନରେ ଥିବା କ୍ଷୁଦ୍ର ଦ୍ୱୀପ ସାଗର ପୁରୀରେ ଯାଇ ମୋର ଶେଷ ଜୀବନଯାପନ କରେ। ଅସମ୍ଭବ। ଆପଣ ମୋର ମନ୍ତ୍ରୀ। ଆପଣଙ୍କ ରହିବା ନ ରହିବା ଉପରେ କାହାରି କିଛି କହିବାର ଅଧିକାର ନାହିଁ। ସେନାପତି, ଯୁଦ୍ଧଯାତ୍ରା ପାଇଁ ପ୍ରସ୍ତୁତ ହୁଅ। ଏହିଭଳି ଭାବେ
ରାଜା ରବିଚନ୍ଦ୍ର ହୁକୁମ ଦେଲେ। 3 ଦିନ ପରେ ଯଶବନ୍ତପୁରର ସେନାନୀ ସୋମଗଡ଼ ରାଜ୍ୟ ସୀମାନ୍ତରେ ଯାଇ ପହଞ୍ଚିଲେ। ତତ୍କ୍ଷଣାତ୍ ରାଜନଅରରୁ ଖବର ଆସିଲା, ରାଜକନ୍ୟା ବିନା କୌଣସି ସର୍ତ୍ତରେ ବିବାହ ପାଇଁ ପ୍ରସ୍ତୁତ। ରବିଚନ୍ଦ୍ର ସେନାବାହିନୀ ପ୍ରତ୍ୟାହାର କରିନେଲେ। ମହାସମାରୋହରେ କନକ ସୁନ୍ଦରୀଙ୍କ ସହ ତାଙ୍କ ବିବାହ ସମ୍ପନ୍ନ ହେଲା। ବେତାଳ ଟିକିଏ ନୀରବ ରହି ତୀବ୍ର କଣ୍ଠରେ ପ୍ରଶ୍ନ କଲା, ରାଜା, କନକ ସୁନ୍ଦରୀଙ୍କ ବ୍ୟବହାର ନିହାତି ପିଲାଳିଆ ନୁହେଁ କି? ସେ ବିବାହ ପାଇଁ ସର୍ତ୍ତ ରଖିଲେ, ଅଥଚ ସର୍ତ୍ତ ପୂରଣ ନ ହେବା ସତ୍ତ୍ୱେ ବିବାହ ସକାଶେ ସେ କିପରି ରାଜି ହେଲେ? ଭୟଭୀତ ହୋଇ ନୁହେଁ ତ? ଏପରି ସର୍ତ୍ତର କିଛି ମାନେ ହୁଏ? ରାଜା, ପାରିଲେ ମୋ ପ୍ରଶ୍ନର ଉତ୍ତର ଦିଅ। ଉତ୍ତର ଦେବାର ଶକ୍ତି ଥାଇ ମଧ୍ୟ ତମେ ଯଦି ନୀରବ ରହିବ, ତେବେ ତମ ଶିର ସ୍କନ୍ଧଚ୍ୟୁତ ହେବ। ରାଜା ବିକ୍ରମାର୍କ ଆଉ ମୁହୂର୍ତ୍ତେ ମଧ୍ୟ ବିଳମ୍ବ ନ କରି ଉତ୍ତର ଦେଲେ, ରାଜକୁମାରୀ କନକ ସୁନ୍ଦରୀ ଅତ୍ୟନ୍ତ ବୁଦ୍ଧିମତୀ। ପ୍ରକୃତରେ ସେ ଯାହା ଜାଣିବାକୁ ଚାହୁଁଥିଲେ ତାହା ଜାଣିଗଲେ। ରାଜା ରବିଚନ୍ଦ୍ରଙ୍କର ନିଜର ବ୍ୟକ୍ତିତ୍ୱ ଅଛି ନା ସେ ସଦା ସର୍ବଦା ଖାଲି ମନ୍ତ୍ରୀଙ୍କ କଥାରେ ଚଳନ୍ତି, ତାହା ହିଁ ଜାଣିବା ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ତାଙ୍କ ଯୁଦ୍ଧଯାତ୍ରା ପ୍ରମାଣ କରୁଛି ଯେ ଆବଶ୍ୟକ ହେଲେ ସେ ନିଜ ସିଦ୍ଧାନ୍ତ ଅନୁସାରେ କାର୍ଯ୍ୟ କରିବେ। ରାଜକନ୍ୟା ଭୟଭୀତ ହେବାର କୌଣସି କାରଣ ନଥିଲା, କାରଣ ସୋମଗଡ଼ ଯଶବନ୍ତପୁର ଆକ୍ରମଣ କରିବା ନିମନ୍ତେ ପ୍ରସ୍ତୁତ ହୋଇଯାଇଥିଲା। ବରଂ ରବିଚନ୍ଦ୍ର ହଠାତ୍ ନିଜ ସୈନ୍ୟବାହିନୀ ଧରି ଆସିଥିବାରୁ ଯଥେଷ୍ଟ ପ୍ରସ୍ତୁତି ଅଭାବରୁ ହାରିଯିବାର ସମ୍ଭାବନା ଥିଲା। ରାଜାଙ୍କ ମୌନ ଭଙ୍ଗ ହେବା ମାତ୍ରେ ଶବ ସହ ଶବସ୍ଥିତ ବେତାଳ ତାଙ୍କ କାନ୍ଧରୁ ଖସି ପୁନର୍ବାର ସେ ବୃକ୍ଷ ଡାଳରେ ଯାଇ ଝୁଲି ପଡ଼ିଲା।